ବ୍ୟାୟାମ ଠାରୁ ଏହାର ସ୍ଥାନ ବହୁ ଉପରେ। ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଆଧ୍ୟାତ୍ମିକତାର ଏକ ଅପୂର୍ବ ଏ ସଙ୍ଗମ ହେଉଛି ଯୋଗ। ଭାରତୀୟ ସଂସ୍କୃତି ଏବଂ ଯୋଗୀ ପରମ୍ପରାରେ ସୃଷ୍ଟି ହୋଇଥିଲେ ମଧ୍ୟ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ କେବେ ବି ଯୋଡ଼ି ହୋଇନାହିଁ। ଶରୀର, ଆତ୍ମା ଏବଂ ଚିନ୍ତନ ଏ ଶକ୍ତିକୁ ଉଦ୍ବୋଧନ କରୁଥିବା ଏ ଯୋଗ ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଏହା ଆଜି ବିଶ୍ୱ ଦରବାରରେ ଆଦୃତ ହୋଇପାରିଛି। ଯୋଗ ପୂର୍ବରୁ ମୁଖ୍ୟତଃ ଆମ ଦେଶ ଭିତରେ ସୀମିତ ହୋଇକି ରହିଥିଲା, କିନ୍ତୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦିଜୀ 2014 ମେ ମାସରେ ଦାୟିତ୍ୱ ଗ୍ରହଣ କରିବାର ମାତ୍ର 6 ମାସ ମଧ୍ୟରେ ଯୋଗକୁ ସାରା ବିଶ୍ୱରେ ପରିଚିତ କରାଇବା ପାଇଁ ସେ ସର୍ବପ୍ରଥମେ ମିଳିତ ଜାତିସଂଘରେ ପ୍ରସ୍ତାବ ରଖିଥିଲେ। ବିଶ୍ୱର 177ଟି ଦେଶର ସମର୍ଥନ ସହିତ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ 2014 ଡିସେମ୍ବର ମାସ 11 ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ୍ ମାସ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା ମଧ୍ୟ କରିଥିଲା। ଏହା ଭାରତର ସାଂସ୍କୃତିକ ଐତିହ୍ୟର ବିଶ୍ୱସ୍ତରୀୟ ସ୍ୱୀକୃତିର ଏକ ଐତିହାସିକ ଉଦାହରଣ। ଆଜି ପୃଥିବୀର ପ୍ରାୟ ସବୁ ଦେଶରେ କୋଟି କୋଟି ଲୋକ ଆଗ୍ରହ ଏବଂ ଉତ୍ସାହ ସହିତ ଯୋଗକୁ ନିଜ ଜୀବନର ଅଂଶ ଭାବେ ଆଜି ସେମାନେ ଗ୍ରହଣ କରି ନେଇଛନ୍ତି। ଏହା ପ୍ରତ୍ୟେକ ଭାରତୀୟଙ୍କର ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର ବିଷୟ। ମାନ୍ୟବର ପ୍ରଧାନମନ୍ତ୍ରୀ ସର୍ବଦା କହିଛନ୍ତି ଯେ ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଜୀବନର ଏକ ପୂର୍ଣ୍ଣ ଦର୍ଶନ ଯାହା ମଣିଷକୁ ନିଜ ସହ, ସମାଜ ସହ ଏବଂ ପ୍ରକୃତି ସହ ଇଏ ଯୋଡ଼ିଥାଏ। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ଲକ୍ଷ ଲକ୍ଷ ଲୋକ ଏହି ଯୋଗ ଦିବସ ପାଳନରେ ସାମିଲ ହୋଇଛନ୍ତି ଏବଂ ଆଜି ମଧ୍ୟ ଆମେ ଏହି କଳିଙ୍ଗ ଷ୍ଟାଡ଼ିୟମରେ ଏ ପବିତ୍ର ଅବସରରେ ପ୍ରାୟ 15,000ରୁ ଅଧିକ ଆମେ ସମସ୍ତେ ଯୋଗପ୍ରେମୀ ଏବଂ ଏଠି ପ୍ରାୟ ଏ ଭୁବନେଶ୍ୱରର ସମସ୍ତ ପ୍ରଶାସନିକ ଅଧିକାରୀ, ଆମ ମନ୍ତ୍ରୀ ପରିଷଦର ସଦସ୍ୟ, ମାନ୍ୟବର ସାଂସଦ ବିଧାୟକଗଣ, ପୂର୍ବତନ ସାଂସଦ ବିଧାୟକଗଣ ଏବଂ ଏଠି ଉପସ୍ଥିତ ଥିବା ବିଭିନ୍ନ NGO ସହିତ ଯୋଡ଼ି ହୋଇଥିବା ଏବଂ ବିଶେଷ କରିକି ଭୁବନେଶ୍ୱରବାସୀ ହିସାବରେ ଯେଉଁମାନେ ନିୟମିତ ଭାବରେ ବିଭିନ୍ନ ସ୍ଥାନରେ, ପାର୍କରେ, ବିଭିନ୍ନ ଜାଗାରେ ଯେଉଁମାନେ ଯୋଗ କରୁଛନ୍ତି, ଆଜି ସମସ୍ତେ ଆଜି ଆମ ସରକାରଙ୍କର ଏ ତରଫରୁ ଯେତେବେଳେ ଆପଣମାନଙ୍କୁ ନିମନ୍ତ୍ରଣ କରାଗଲା, ଆପଣମାନେ ସମସ୍ତେ ସହୃଦୟ ସହିତ ଏଠି ଆସି ଉପସ୍ଥିତ ହୋଇକି ଏକ ସାମୂହିକ ଇ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କାର୍ଯ୍ୟକ୍ରମରେ ସାମିଲ ହେବା, ଏହା ନିଶ୍ଚିତ ଭାବରେ ଅତ୍ୟନ୍ତ ଆନନ୍ଦର ବିଷୟ। ଇଏ କୌଣସି ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ହେଉ, ଶିକ୍ଷାନୁଷ୍ଠାନ ହେଉ କିମ୍ବା କ୍ରୀଡ଼ାନୁଷ୍ଠାନ ହେଉ, ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ସାମାଜିକ ଅନୁଷ୍ଠାନ, ସବୁଠାରେ ଯୋଗ ପ୍ରତି ଲୋକଙ୍କର ଅପୂର୍ବ ଆଗ୍ରହ ଏବଂ ଉତ୍ସାହ ଦେଖିବା ପାଇଁ ମିଳୁଛି ଏବଂ ଧୀରେ ଧୀରେ ଯୋଗ ପ୍ରତି ଲୋକଙ୍କର ଭାବନା ଏବଂ ଏହାକୁ ନିଜ ଜୀବନର ଅଂଶ ଭାବେ ଗ୍ରହଣ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ଏବଂ ଆଜିର ଯେଉଁ ସମସ୍ୟା ବହୁଳ ତଥା ଆମେ ଯେଭଳି ଭାବରେ ଏକ ବ୍ୟସ୍ତମୟ ଜୀବନଯାପନ ଭିତରେ ନିଜ ଶରୀରକୁ ଉପେକ୍ଷା କରିବା, ଅବହେଳା କରିବା ଏବଂ ଆମେ ରୋଗକୁ ନିମନ୍ତ୍ରଣ କରିବା ଭଳି ଅନେକ ଯେଉଁ ଗୋଟାଏ ସିଷ୍ଟମ୍ ଦେଇକି ଯାଉଛନ୍ତି, ତାହା ଆମକୁ ଅତିଷ୍ଠ କରିଦେଉଛି ବା ରୋଗ ଭିତରକୁ ଆମକୁ ଟାଣି ନେଇ ଯାଉଛି। ଏଭଳି ଅବସରରେ ଆମେ ସମସ୍ତେ ଅପୂର୍ବ ଆଗ୍ରହ ଏବଂ ଉତ୍ସାହ ସହିତ ଆପଣମାନେ ଆଜି ଏ ଯୋଗରେ ଯୋଗ ଦେବା ଏବଂ ଏ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ତାକୁ ନିୟମିତତା ଭାବରେ ବଜାୟ ରଖିବା, ଏ କାମକୁ ଆମେ ସମସ୍ତେ କରିବା ଉଚିତ। ଏ ଗଣ ଅଂଶଗ୍ରହଣ ଆମ ସମାଜରେ ସ୍ୱାସ୍ଥ୍ୟ ଚେତନାର ବୃଦ୍ଧି, ସକାରାତ୍ମକ ଜୀବନଶୈଳୀ ପ୍ରତି ବଢ଼ୁଥିବା ଆକର୍ଷଣ ଏବଂ ସୁସ୍ଥ ଜୀବନଯାପନ ପ୍ରତି ଆମ ସରକାରଙ୍କର ଆଗ୍ରହକୁ ଇଏ ପ୍ରମାଣିତ କରୁଛି। ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ହେଉଛି ଯୋଗ ଫର୍ ହେଲ୍ଦି ଏଜିଂ ବା ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ। ଆମର ପବିତ୍ର ଗ୍ରନ୍ଥ ଭାଗବତରେ ଲେଖା ଅଛି, ମର୍ତ୍ତ୍ୟ ମଣ୍ଡଳୀ ଦେହ ବହି ଦେବତା ହେଲେ ବି ମରଇ। ତେଣୁ ଯେକୌଣସି ପ୍ରାଣୀ ଜନ୍ମ ହେଲେ ତା'ର ମୃତ୍ୟୁ ତ ସୁନିଶ୍ଚିତ ଅଛି, କିନ୍ତୁ ଜନ୍ମ ଓ ମୃତ୍ୟୁର ସନ୍ଧିକ୍ଷଣ ହେଉଛି ଯେଉଁ ସମୟ ଆମ ପାଖରେ ଅଛି,
ତାହା ହେଉଛି ଆମର ଜୀବନ। ତା ସହିତ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀର ଦୁର୍ବଳ ହେବା ଏବଂ ରୋଗଗ୍ରସ୍ତ ହେବା ଏବଂ ରୋଗର ଆଶଙ୍କା ମଧ୍ୟ ବୃଦ୍ଧି ହେବା ଇଏ ଗୋଟିଏ ସ୍ୱାଭାବିକ ପ୍ରକ୍ରିୟା। ତେଣୁ ଆମ ଜୀବନର ସୁସ୍ଥ ରହିବା ହେଉଛି ଆମ ଜୀବନର ବଡ଼ ସାର୍ଥକତା। ନହେଲେ ସାରା ଜୀବନ ଆମର ବ୍ୟର୍ଥ ହୋଇଯିବ ଏବଂ ମୂଲ୍ୟହୀନ ମଧ୍ୟ ହୋଇଯିବ। ସେଥିପାଇଁ ଆମ ସମସ୍ତଙ୍କୁ ନିଜ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବାକୁ ପଡ଼ିବ ଏବଂ ସୁସ୍ଥ ରହିବାକୁ ନିୟମିତ ଭାବରେ ଆମେ ଉଦ୍ୟମ କରିବା ପାଇଁ ପଡ଼ିବ। ରୋଗ ହେଲେ ଚିକିତ୍ସା ପାଇଁ ଅନେକ ପଦ୍ଧତି ରହିଛି, କିନ୍ତୁ ନିରୋଗ ଜୀବନଯାପନ ପାଇଁ ଆମର ପ୍ରଚେଷ୍ଟା ଇଏ ସବୁବେଳେ ଜାରି ରହିବା ଉଚିତ। ମେଡ଼ିସିନ ଅଛି, ଡାକ୍ତର ଅଛନ୍ତି, ବୈଦ୍ୟ ବି ଅଛନ୍ତି ଏବଂ ସେମାନେ ଅଛନ୍ତି ବୋଲି ରୋଗକୁ ନିୟନ୍ତ୍ରଣ କରିବାର ସବୁଠାରୁ ବଡ଼ ବୁଦ୍ଧିମାନର କାମ ହେଉଛି ଯୋଗ। ଏଣୁ ସୁସ୍ଥ ଜୀବନଯାପନ ପାଇଁ ଆମେ ପ୍ରତିଦିନ କିଛି ନା କିଛି ଉଦ୍ୟମ କରିବା ଆବଶ୍ୟକ। ଏଥିପାଇଁ ଯୋଗ, ଧ୍ୟାନ, ପ୍ରାଣାୟାମ, ଆୟୁର୍ବେଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ଯଦି ନିୟମିତ ଭାବେ ଏଗୁଡ଼ିକ ପାଳନ କରିବା ପାଇଁ ପ୍ରତିଦିନ ଆମେ କିଛି ସମୟ ଦେଇପାରିବା, ଗୋଟିଏ ଘଣ୍ଟା ହୋଇପାରେ, ଅଧଘଣ୍ଟା ହୋଇପାରେ, 20 ମିନିଟ୍ ବି ହୋଇପାରେ, ଆମେ ନିଶ୍ଚୟ ସୁସ୍ଥ ଜୀବନଯାପନ କରିବା ପାଇଁ ଆଗକୁ ବଢ଼ିବା ଏବଂ ଆମ ଜୀବନକୁ ସରସ ସୁନ୍ଦର କରି ଗଢ଼ି ତୋଳିପାରିବା। ଆଜିର ଏହି ବିଷୟବସ୍ତୁ ଆମ ସମସ୍ତଙ୍କର ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ, କାରଣ ଯୋଗ ସମସ୍ତଙ୍କ ପାଇଁ। ଏହାର କୌଣସି ବୟସ ସୀମା ନାହିଁ, କୌଣସି ଧର୍ମ କିମ୍ବା ଜାତିର ସୀମା ନାହିଁ। ଶିଶୁ, ଯୁବକ, ମହିଳା, ବୟୋଜ୍ୟେଷ୍ଠ ସମସ୍ତେ ଅର୍ଥାତ୍ ସବୁ ବୟସର ବ୍ୟକ୍ତି ଯୋଗର ଲାଭ ନେଇପାରିବେ, ନିୟମିତ ଭାବରେ ଯୋଗ କରିପାରିବେ। ଆପଣଙ୍କୁ ଜଣେ ଫିଟନେସ୍ ବିଶେଷଜ୍ଞ ହେବା ଦରକାର ନାହିଁ। ପ୍ରତିଦିନ କିଛି ସମୟ ପାଇଁ ଯୋଗ ଦେଲେ, ଆପଣମାନେ ଯୋଗ ପାଇଁ ଯୋଗ ଦେଲେ ନିଜ ଜୀବନର ଅସାଧାରଣ ପରିବର୍ତ୍ତନ ଅନୁଭବ ନିଶ୍ଚିତ ଭାବରେ କରିପାରିବେ। ଆପଣ ଆଜି ଦେଖୁଥିବେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଜି ଏ ଯୋଗକୁ ଆପଣେଇବା ସହିତ ନିଜ ଜୀବନର ସବୁଠାରୁ ସହଜ ସୁନ୍ଦର ଏବଂ ଆଜି ସାରା ବିଶ୍ୱକୁ ନେତୃତ୍ୱ ଦେବା ପରିପ୍ରେକ୍ଷୀରେ ଯୋଗ ହେଉଛି ତାଙ୍କର ସବୁଠାରୁ ଶ୍ରେଷ୍ଠ ଶାରୀରିକ ବ୍ୟାୟାମ ମଧ୍ୟ ଏବଂ ତାଙ୍କର ମାନସିକ ବ୍ୟାୟାମ ମଧ୍ୟ ଏବଂ ଆମ ସମସ୍ତଙ୍କୁ ଏକ ପ୍ରେରଣାର ଉତ୍ସ ମଧ୍ୟ। ବିଶ୍ୱର ବୟସ୍କଙ୍କର ସଂଖ୍ୟା ଯେତେବେଳେ ବୃଦ୍ଧି ପାଉଛି, ନିରୋଗ ସୁସ୍ଥ ଭାବରେ ଜୀବନ ବିତାଇବା ଏକ ବଡ଼ ଆହ୍ୱାନ ଭାବେ ଆଜି ଆମ ସାମ୍ନାରେ ଛିଡ଼ା ହୋଇଛି। ବୟସ ବଢ଼ିବା ସହିତ ରକ୍ତଚାପ, ମଧୁମେହ, ହୃଦରୋଗ, ଗଣ୍ଠିପାତ, ନିଦ୍ରାହୀନତା, ଚିନ୍ତା ଏବଂ ଏକାକୀପଣ ପରି ଅନେକ ଶାରୀରିକ ଏବଂ ମାନସିକ ସମସ୍ୟା ଆମ ବୟୋଜ୍ୟେଷ୍ଠ ନାଗରିକମାନଙ୍କର ଜୀବନକୁ ଆଜି ପ୍ରଭାବିତ କରୁଛି। ତେବେ ଯୋଗ ଏହି ସମସ୍ତ ସମସ୍ୟାର ଏକ ସ୍ୱାଭାବିକ ଏବଂ ପ୍ରଭାବଶାଳୀ ସମାଧାନ ପ୍ରଦାନ କରିବାରେ ନିଶ୍ଚିତ ଭାବରେ ଇଏ ସହାୟକ ହେଉଛି। ମୁଁ ବିଶେଷ ଭାବରେ ଆମ ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ଅନୁରୋଧ କରିବି ଯେ ସେମାନେ ନିୟମିତ ଭାବେ ଯୋଗ ଏବଂ ପ୍ରାଣାୟାମକୁ ନିଜ ଜୀବନର ଅଂଶ ଭାବେ ଗ୍ରହଣ କରନ୍ତୁ। ସେମାନଙ୍କର ଅଭିଜ୍ଞତା, ଜ୍ଞାନ, ଆଶୀର୍ବାଦ ଆମ ସମାଜର ଇଏ ହେଉଛି ଅମୂଲ୍ୟ ସମ୍ପଦ। ସେମାନଙ୍କର ସୁସ୍ଥତା ହିଁ ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆମର ଯୁବବର୍ଗମାନଙ୍କୁ ମୁଁ କହିବାକୁ ଚାହେଁ, ଆପଣମାନେ ହିଁ ଓଡ଼ିଶାର ଭବିଷ୍ୟତ। ଆପଣମାନଙ୍କର ଶକ୍ତି, ସୃଜନଶୀଳତା ଓ ସାମର୍ଥ୍ୟ ଉପରେ ଆମ ରାଜ୍ୟର ଉନ୍ନତି ଏବଂ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ନିର୍ଭର କରେ। ଆଜିର ଡିଜିଟାଲ ଯୁଗରେ ଯୁବପିଢ଼ି ଅଧିକ ସମୟ ମୋବାଇଲରେ, କମ୍ପ୍ୟୁଟରରେ, ସୋସିଆଲ ମିଡ଼ିଆରେ ଆମେ ପ୍ରାୟ ସମସ୍ତେ ବିତାଉଛନ୍ତି। ଏହା ଶାରୀରିକ କ୍ରିୟାକଳାପକୁ କମାଇବା ସହ ମାନସିକ ଚାପ ନିଶ୍ଚିତ ଭାବରେ ସୃଷ୍ଟି କରୁଛି ଓ ଶରୀରରେ ଅସନ୍ତୁଳିତ ବଢ଼ାଉଛି। ଏଭଳି ପରିସ୍ଥିତି ଯୋଗ ଆପଣଙ୍କର ପାଇଁ ଏକ ଅମୂଲ୍ୟ ସାଥୀ ନିଶ୍ଚିତ ଭାବରେ ହୋଇପାରେ। ମୁଁ ଚାହେଁ ଯେ ଓଡ଼ିଶାର ପ୍ରତ୍ୟେକ ଯୁବକ ଯୁବତୀ ଏବଂ ଛାତ୍ରଛାତ୍ରୀମାନେ ପ୍ରତିଦିନ ଅତି କମ୍ରେ 20ରୁ 30 ମିନିଟ୍ ପାଇଁ ସମୟ ବାହାର କରନ୍ତୁ ଏବଂ ନିୟମିତ ବିଭିନ୍ନ ସ୍ଥାନରେ, ଘରେ ହେଉ, ବାହାରେ ହେଉ, ପାର୍କରେ ହେଉ, ଖେଳ ପଡ଼ିଆରେ ହେଉ, ଷ୍ଟାଡ଼ିୟମରେ ହେଉ, ଆପଣମାନେ ଯୋଗାଭ୍ୟାସ କରନ୍ତୁ। ଏହା ଆପଣଙ୍କ ଜୀବନରେ ନୂତନ ଶକ୍ତି, ଉତ୍ସାହ ଏବଂ ଆତ୍ମବିଶ୍ୱାସ ଭରିଦେବ ଏବଂ ଆପଣଙ୍କର ପାଇଁ ସଫଳତା ଆଣିବାରେ ଇଏ ନିଶ୍ଚିତ ଭାବରେ ମାର୍ଗଦର୍ଶନ ଦେଇପାରିବ। ମାତ୍ର 4.9% ରୁ ଆରମ୍ଭ ହେଇଯାଉଛି ଗଢା ମଜୁରୀ। ଆଜ୍ଞା ହଁ, ସିଟି ଜୁଏଲର୍ସ ଆଣି ଦେଇଛି ଗଢା ମଜୁରୀର ମୂଲ୍ୟ ମାତ୍ର 4.9%। ତା ସହିତ ସୁନା ଦର ଉପରେ 2000 ଟଙ୍କାର ସମ୍ପୂର୍ଣ୍ଣ ଛାଡ଼। ଆଜି ହିଁ ଆସନ୍ତୁ ସିଟି ଜୁଏଲର୍ସ, ରାଜମହଲ ସ୍କ୍ୱାର, ଭୁବନେଶ୍ୱର। ସର୍ତ୍ତବଳୀ